दर्शक बंधु दुख समय रे जड़े माँ ठारू प्रतिक्रिया नवा मते भी कष्ट दौची तांकर प्रतिक्रिया मु शुणुली मुझे दिन ठू माँ को देखी जो दिन बालियंता थाना आगे गोटे माँ चित्कार करुला ता पुओ पाई न्याय मागुला माँ पाखु पहुँची भावुची माँ ठारू बहुत कथा जानीपारे मौसी समय आपण ठारू प्रतिक्रिया नवा केते ठीक मु जानी पारुनी आपण कौन एबे भावुचंदी मौसी कौन ଏବେ ଆଉ ଭାବିବି ମୋର ତ ଆଉ ସଂସାର ଗଲା କିଛି ନାହିଁ ଆଉ କଣ ଭାବିବି ଆଉ କଣ ଭାବିବି ଗୋଟେ ଖାଲି ଭାବନା ମୁଣ୍ଡରେ ରହିଛି ମୋ ପୁଅ ଆତ୍ମାକୁ ଟିକେ ଶାନ୍ତି ମିଳିବ केमती शांति मिलियो मौसी ସେମାନଙ୍କୁ ସମସ୍ତଙ୍କୁ ଫାଶୀ ହେଲେ ମୋତେ ଶାନ୍ତି ମିଳିବ ମୋ ପୁଅ ଆତ୍ମାକୁ ଶାନ୍ତି ମିଳିବ ମୋ ପୁଅ ଆତ୍ମାକୁ ଶାନ୍ତି ମିଳିବ ସେମାନଙ୍କୁ ସମସ୍ତଙ୍କୁ ଯଦି ଫାଶୀ ହେବ समस्त को फांसी हेबा दरकार ସମସ୍ତଙ୍କୁ ଫାଶୀ ହେବା ଦରକାର ସମସ୍ତଙ୍କୁ ଫାଶୀ ହେବା ଦରକାର ମୋ କୋଳ ଶୂନ୍ୟ ହେଲା ମୁଁ ବେସାହାରା ହେଲି ମୋର ଏ ବୟସରେ ମୋର ସାହାରା କେହି ଆଉ ତାଙ୍କ କୋଳ ସେମିତି ଠାକୁର ତାଙ୍କ କୋଳ ଶୂନ୍ୟ କରୁ ସେମାନଙ୍କୁ ଯଦି ଫାଶୀ ହୁଅନ୍ତା ତାହେଲେ ମୋ ପୁଅର ଆତ୍ମା ଶାନ୍ତି ପାଆନ୍ତା मौसी मौसा कहते पुओ माँ सहित कथा हुए जेबेठू दरमा पाउ नथिला पुओ आपन कौन सब कहितला कौन सब कहूथिले सौम्य ପୁଅ ମୋତେ କହିଥିଲା କହିଲା ବୋଉ ମୁଁ ଚାକିରି ଛାଡ଼ିଦେବି ମୁଁ ବାଧ୍ୟ କରିଥିଲି ପୁଅକୁ ମୁଁ କହିଲି ବାପା ସେ ଦାନା ଗଣ୍ଡା ଆମର ଛାଡ଼ନା ମୋ ପୁଅ କେତେ ଥର ମୁଁ ଚାକିରି ଛାଡ଼ିଦେବି ବୋଲି ମୋତେ କହେ ଆଉ ମୁଁ ଜାଣୁଛି ମୋ ପୁଅ ଯେଉଁ କଥା ସବୁ ମୋତେ କହିଥିଲା ଇଏ କେଉଁ ଦିନଠୁ ଷଡ଼ଯନ୍ତ୍ର ହେଲାଣି कौन सब कहितले सौम्य ଏଇ ଚାକିରି ଛାଡ଼ିବା କଥା ସେ କାହିଁ କହି ସେ ମୋ ଭୟରେ ସେ ଯାଇଛି ଚାକିରି କରିବାକୁ ସେ ମୋ ଭୟରେ ଯାଇଛି ତାର ବି ଦରମା 2 ମାସ ବନ୍ଦ ହେଇଛି ସେ ବି ମୋତେ କହିନି ସେ ମିଛରେ କହିଛି ଯେ ପଇସା ଆଣିକି ଦେଇକି ଦେଖେଇକି କହିଛି ଯେ ହେଇକି ଦେଖ ଦରମା ପଇସା ମୋର ଆସିଛି ମୋ ମନରେ ଦୁଃଖ ଦେବ ଦିନେ ଚାହିଁନଥିଲା କେତେ ଦୁଃଖ ମୋତେ ହେଲା କେତେ ଦୁଃଖ ଦେଇକି ଅକାଳ ମୃତ୍ୟୁରେ ମୋ ପୁଅକୁ ବାଡ଼େଇ ବାଡ଼େଇକି କି କଦର୍ଯ୍ୟରେ ମାରିଲେ କି ଦୁଃଖ ମୁଁ ସାରା ଜୀବନ କି ଯନ୍ତ୍ରଣାରେ ମୁଁ दिन काटिबी से प्रभु जानिबे मौसी कौन कहते मौसा कहते जे घंटा पूर्वर सौम्य कौन गोटे कहीकि जाइथिले आपनको जे मु आ काम करिविनी आ एडीजी संपर्क रे कौन कहिथिले कि आपनको हाँ से कहते से एडीजी ताकू टिके हैरान कला से सास सब कहला मु छाड़ देबी से एडीजी की जाइथिला ट्रेनिंग देव से ताकू मोड़ा मुड़ी कला भितरे तार ये हाथ दुटा सब फुलिला ये सब फुलिला ये हाथ काम टिके देलानी काम नदेला खुण चिड़ा है कहला छाड़देवी तारी ड्यूटा छाड़ला बंद कला खुण से एडीजी दरमा बंद करदेला पु किछ औषध खाउथिले कि मौसे ना किछि असुविधा नथिला ना किछि ये जो घटना आसुची आमे भी जानिनु आपण भी जानि नाहंते से दिन रास्ता रे कोन हेतिला किछि खबर आपण पाखु पहुंचुची कि जो दिन पुओं को मारिले विभिन्न कहानी आसुची गाड़ी जाउथला पुओं को गाड़ी आसुथला पर्स रो कहानी आपण किछि तते गाँ रो किंबा ओम को ठारू कि जानिया को पाइले से दिन सतरे कोन हेतिला गाड़ी कौन कहले बा झुओ दिटा कहउसंती से झुओ को एपर्यंत अरेस्ट होना रही पुलिस से घेरे होगी मो छुआ को मारी तापर जो पुलिसटा मत गाड़ी रे नौ नथिले मो स्वामी मो भाई बाध्य कला खुण से गाड़ी रे नेले से मत नौ नथिले तापर से पुलिस भी मु मुंड बाड़े कांदुची से पुलिस स्माइल हसुची ताकू भी मु कहली मु कहली तू अच्छु तू ताकि कहली मुझे तू एतरे अच्छु भाग को पुलिस हसुथिले मौसी आपण आगे से जो पुलिस मो पुओ को नहीं देखला से हसुथिले हाँ हाँ कौन पे हसुथिले से कौन पे हसुला मु तो कहली से तो हसिला खुण मुझे कहली ता कलर दिटा धरी पकेली ता कलर दिटा धरी देकी मु कहली तू एतरे भाग अच्छु मो पुओ को तू मारजु तू एतरे भाग अच्छु ना सेमती कौन कहूँ मुझे केमी कह तू भाग न मो पुओ मुंड बाड़े कांदुची तू हसु कौन
ନା ଯେ ମୁଁ କହିଲି ତୁ ବାହା ହେଇଛ? ତେମେ କହିଲି, ମୁଁ କହିଲି ତମେ ବାହା ହେଇଛ ତ ତମର ପୁଅ ଅଛି? ସେ ବୁଢ଼ାଟେ, ସେ ବୁଢ଼ା କହୁଛି ମୁଁ ବାହା ହେଇନି। ମୁଁ ସେ ପୁଲିସକି ଏବେ ଦେଖିଲେ ମୁଁ ତାକୁ ସାମ୍ନାସାମ୍ନି ଚିହ୍ନିଦେବି। ଆଉ ଦେଖିଥିବେ ଜଣେ ଡାଏରୀ ଧରିକି ବୁଲୁଥିଲା, ସେ ପୋଲିସକୁ ଦେଖିଛନ୍ତି ଆପଣ? ନା ତାଙ୍କୁ ମୁଁ ସେ ଭିଡ଼ିଓରେ ବେଶୀ ମୁଁ ଦେଖୁନି, ମୁଁ ଧୈର୍ଯ୍ୟ ରହୁନି, ଧୈର୍ଯ୍ୟ ରହୁନି, ଏଇଟା ଦେଖିପାରୁନି, ଏଇଟା ଧୈର୍ଯ୍ୟ ରହୁନି। ମାଉସୀ, ପୁଅ ଶିବଙ୍କୁ ବହୁତ ମାନୁଥିଲେ କି? ସେଦିନ ହଠାତ୍ ସେ ଫଣା ଟେକିଲା ଭଳିଆ ହଉଥିଲେ, ମାନେ ବୁଝି ହେଲାନି କିଛି। ମୁଁ ବି ତ ସେଇଆ ଭାବୁଛି, ନନ୍ଦୁ କାହା ନାଁ ଅଛି କି ସେ ଠାକୁରଙ୍କୁ ନନ୍ଦୁ ବୋଲିକି ଡାକିଛି, ମୁଁ ବି କିଛି ଜାଣିପାରୁନି, ମୁଁ ବି ଜାଣିପାରୁନି। ମାଉସୀ, ଗାଁର ପିଲା ଓମର ପ୍ରତିକ୍ରିୟା ଲାଗୁଛି ଫିଡ୍ସ କଥା ହଠାତ୍ ସେ କହିଦେଲା କୋଉଠୁ। ଆପଣ କହୁଛନ୍ତି ଫିଡ୍ସ ନଥିଲା କେବେ ପୁଅକୁ। ସେ ଆପଣ ଘର ଲୋକ ନ ହେଇଥିଲେ ଫିଡ୍ସ କଥା କାହିଁ କହିଲା ଓମ୍? ସେ କଥାଟା କ'ଣ ଆମେ କହିବୁ? ସେଟା ପୋଲିସ ବାଲା ସେଟା ଫିଡ୍ସ ସେ କାହିଁ କହିଛି, କ'ଣ କହିଛି? ସେ ଫାଷ୍ଟରୁ ଲାଷ୍ଟ ଯାକେ ଅଛି। 3 ଘଣ୍ଟା ନାଗିଛି ନା ମୋ ଧନକୁ ବାଡ଼େଇକି ମାରିବା ଯାକେ। 3 ଘଣ୍ଟା ଯାକ ସେଠି ସେ ରହିଛି। ଆଉ 3 ଘଣ୍ଟା ଭିତରେ ସେଟା ପୋଲିସ ବାହାର କରିବନି? ଓମ୍କୁ ଆପଣ ଚିହ୍ନିଛନ୍ତି କି? ସେ ମୋ ଜିମ୍ରେ ଟ୍ରେନରରେ କାମ କରୁଥିଲା, କେତେ ବର୍ଷ କାମ କରିଛି, ଚିହ୍ନିବି କ'ଣ? ପୁଅ ଭଳି ଦେଖଉ ତ, ଆଉ ତାକୁ ଚିହ୍ନିବୁ କ'ଣ? ତାକୁ ତ ଘର ଛାଡ଼େ, ଜିମ୍ ଛାଡ଼େ, ସବୁ ଛାଡ଼େ, ଆଉ ତାକୁ ଦେଖିବୁ କ'ଣ? ଆପଣ କାଲି କହୁଥିଲେ ଯେ ସିଏ ଚାହିଁଥିଲେ ଫୋନ୍ ଫାନ୍ କରିକି ବହୁତ ଜଣଙ୍କୁ ଡାକି ପାରିଥାନ୍ତା, ସିଏ ସେଠି ଠିଆ ହେଇଥିଲେ ବୋଲି। ହଁ ହଁ, ନମ୍ବର ଥିଲା ତ ମୋର, ମା ମନ ତ, ଆଉ ମନ ଇଏ ହେଉଛି, କାହିଁକିନା ସବୁ 2ଟା ଜିମ୍ ନା ଭୁବନେଶ୍ୱର, ଯେଉଁ ଛୁଆଙ୍କର ତ ନମ୍ବର ତା ପାଖେ ଥିବ ନା, ସେ ଜଣେ ଟ୍ରେନର ହେଇଥିଲା। ଏପଟ ଜିମ୍ର ବି ନମ୍ବର ଅଛି ଛୁଆଙ୍କର ନା। ଯେଉଁଠୁ ଯାହା ବି ହେଲେ ଟିକେ ଫୋନ୍ କରିକି ପିଲାଙ୍କୁ ଜଣେଇ ପାରିଥାନ୍ତା, ଜଣେଇ ପାରିଥିଲେ। ଗୋଟେ ଝିଅକୁ ଡାକିଥିଲେ, ମୋର ବିଶ୍ୱାସ ମୋ ପୁଅକୁ ଜିମ୍ ଛୁଆ ବହୁତ ସମ୍ମାନ ଦିଅନ୍ତି, ବହୁତ ମାନନ୍ତି, ବହୁତ ଗଦା ହେଇ ପଡ଼ିଥାନ୍ତେ, ଆସିକି ଗଦା ହେଇ ପଡ଼ିଥାନ୍ତେ। ଗୋଟେ ଫୋନ୍ ଖାଲି ସେ ଭୁବନେଶ୍ୱର ପଟକୁ, ଗୋଟେ ଫୋନ୍ ଅଡ଼ଶପୁର ପଟକୁ ହେଇଯାଇଥିଲେ, 2ଟା ଫୋନ୍ରେ ଛୁଆ ଗଦା ହେଇ ପଡ଼ିଥାନ୍ତେ। ପୁଅ ଶେଷ ଥର ଆପଣଙ୍କୁ କ'ଣ ମନର କଥା କହିଥିଲେ ମାଉସୀ? ମନର କଥା ମୋତେ ଏଇ ଶେଷ ଥର କହିଦେଲା, କହିଲା ବୋଉ ତୁ ଯଦି ଚାକିରି ଚାହୁଁଛୁ ଆଉ ତୋ ପୁଅକୁ ତୁ ପାଇବୁନୁ। ମାନସିକ ଚାପରେ ଥିଲେ? ହଁ, ସେ ବହୁତ ମାନସିକ ଚାପରେ ଥିଲା, ମୁଁ ଜାଣିପାରେନି, ମୁଁ ବୁଝିପାରେନି। ସେ ସବୁ ଯାକ ଦୁଃଖ ପିଇକି ମୋତେ ସୁଖରେ ରଖିବ ବୋଲି କଲା। ତାର ଟିକେ ତା ବାପା ଠାରୁ ଟିକେ ତାର ମୋତେ ବହୁତ ଭଲ ପାଏ, ତାର ଟିକେ ଭୟ ଥାଏ ମୋ ଉପରେ, ଟିକେ ଥାଏ। ତାଙ୍କ ନାଁରେ ଗୁଡ଼ାଏ ଅଭିଯୋଗ ଆଣୁଛନ୍ତି ସମସ୍ତେ, ଏମିତି କରୁଥିଲେ, ସେମିତି କରୁଥିଲେ, ସେ ସବୁ ମିଛ କି ମାଉସୀ? ସବୁ ମିଛ। କ'ଣ ଅଭିଯୋଗ କରୁଛନ୍ତି ମୁଁ ତ ଜାଣିନାହିଁ, କ'ଣ ମୁଁ ଦେଖୁନି କିଛି। ମୁଁ ହଠାତ୍ ସେ ଝିଅମାନେ ଆସିକି ବିଭିନ୍ନ କଥା କହିଲେ, ସିଏ ଥିଲେ ଆମେ ମରିଯାଇଥାନ୍ତୁ, ଆଉ ସିଏ ଥିଲେ ଆମର ଏମିତି ହେଇଯାଇଥାନ୍ତା, ବିଭିନ୍ନ କଥା କହିଲେ ମାଉସୀ। ଝିଅ 2ଟା ପୁଲିସ ନେଇକି ତାଙ୍କୁ ପଚାରୁନାହାନ୍ତି, ତାଙ୍କର ଦିନ 11ଟା ବେଳେ ମୋ ପୁଅ ତାଙ୍କୁ ରେପ୍ କରୁଥିଲା, ପୋଲିସ ତାଙ୍କୁ ହଁ, ସେଇ ପୋଲିସଙ୍କ କଥା ବି ସତ ହଉ, ମୁଁ କହୁଛି ମୋ ପୁଅ ରେପ୍ କେବେ କରିନି, କେବେ କରିନି, କରିନାହିଁ ତ ପ୍ରମାଣ ହେଇଛି, କେବେ ବି କରିନି। ମୁଁ କହୁଛି ଯେ ହଁ ସେ କରିଛି, ହଁ ସେ ରେପ୍ କରିଛି। ତା ମାନେ କ'ଣ ମୋ ପୁଅକୁ ବାଡ଼େଇକି ମାରିଦେବ? ତା ମାନେ କ'ଣ ମୋ ପୁଅକୁ ବାଡ଼େଇକି ତମେ ମାରିଦେବ କି? ସେ ଝିଅକୁ ଏ ପର୍ଯ୍ୟନ୍ତ ଦଣ୍ଡ ମିଳୁନି, ସେ ଝିଅକୁ ଏ ପର୍ଯ୍ୟନ୍ତ ଆରେଷ୍ଟ ହେଇନାହାନ୍ତି। ପୁଲିସ ମାନେ ସବୁ ଷଡ଼ଯନ୍ତ୍ର କରିକି ମୋ ପୁଅକୁ ଫସେଇ ନାହାନ୍ତି? ପୁଲିସ ମାନେ ଏଥିରେ ହାତ ନାହାନ୍ତି? ପୁଲିସ ସେଇଠି ତମେ ସବୁ ଭିଡ଼ିଓ ଦେଖୁଛ, ସେଇଠି ଚକିରି ଦେଇକିରି ପୁଲିସ ନିଜେ ହାତ ଧରିଛନ୍ତି, ବନ୍ଧା ହେଇଛନ୍ତି ଟି ମୋ ଛୁଆ। ସେ ପୁଲିସ କି ଏପର୍ଯ୍ୟନ୍ତ ତାଙ୍କୁ ସସ୍ପେକ୍ଟ ହେଇଛି, ତାଙ୍କୁ ଟିକେ ତାଙ୍କୁ ଦୁଃଖ କାହାକୁ ଲାଗୁନି
ତାଙ୍କୁ ଆରେଷ୍ଟ କରୁନାହାନ୍ତି କି ତାଙ୍କୁ ଜୀବନ ସାରାକୁ ତାଙ୍କୁ ଦଣ୍ଡ ଦେଉନାହାନ୍ତି କି ଫାଶୀ ଦେଉନାହାନ୍ତି, ତାଙ୍କୁ ସସ୍ପେଣ୍ଡ କରିଛନ୍ତି। ଆଉ ଏଇ ଯେଉଁ ହାବିଲଦାର ନା କ'ଣ ତାଙ୍କୁ କହନ୍ତି, ସେ ଯେଉଁ କ'ଣ ହୋମଗାର୍ଡ଼, ସେ ଦୁଇ ଜଣ କ'ଣ ସଂସ୍ଥା ଥିଲେ, ତାଙ୍କୁ ବାହାର କରିଦେଲେ। ସେ କ'ଣ ସଂସ୍ଥା? ସେ ସଂସ୍ଥା ଥିଲେ ନା, ତାଙ୍କୁ ବାହାର କରିଦେଲେ। ଏ ବଡ଼ ଲୋକ ଯେତେକ ସେମାନେ ରହିବେ, ବଞ୍ଚିବେ, ଯେତେକ ଗରିବ ଓଲଟା ସେମାନେ ମରିବେ। ହୋମଗାର୍ଡ଼ ବାଲା ସେ ତାଙ୍କୁ ବାହାର କରିଦେଲ। ତାଙ୍କୁ ବାହାର କରିକି କ'ଣ ଫାଇଦା ପାଇଲ? ତାଙ୍କୁ ବାହାର କରିକି କ'ଣ? ସେ ତ ତମ କୁକୁର, ତାଙ୍କୁ ତମେ ବାହାର କରିକି କ'ଣ ତମେ ଫାଇଦା ପାଇଲ? ତାଙ୍କ ଦାନା ମାଇଲ, ତାଙ୍କୁ ବାହାର କରିକି ତମେ ଫାଇଦା କ'ଣ ପାଇଲ? ସେମାନଙ୍କୁ ବାହାର କରିକିରି ତାଙ୍କର କେଇଟା ଦରମା? ତାଙ୍କ ମା ଛୁଆ ଅନେଇକି ବସିଥିବ, ତା ସ୍ତ୍ରୀ ଅନେଇକି ବସିଥିବ, ତା ମା ଅନେଇକି ବସିଥିବ, ତା ଛୁଆ ଅନେଇକି ବସିଥିବ, ଦାନା ମୁଠେ ହେଲେ ଆମେ ଖାଇବୁ। ତାଙ୍କ ଦାନା କେମିତି ମାରିଦେଲ? ଏମାନେ ବଡ଼ ଲୋକ ବୋଲିକି ଏମାନଙ୍କର କିଛି କରିପାରୁନା, ତାଙ୍କ ଦାନା ମାରିଦେଲ। ଘଟଣା ବହୁତ ଆଗକୁ ଘଟିଛି। ସମୟ 13 ଦିନ ହେଇଯାଇଛି, କିନ୍ତୁ ସୌମ୍ୟଙ୍କର ମା ବାପାଙ୍କର ପ୍ରତିକ୍ରିୟା ଆପଣ ଶୁଣୁଥିଲେ। ଶବ୍ଦ ଥମିଯିବ, ଗଣମାଧ୍ୟମରୁ ଆଲୋଚନା ବି ସରିଯିବ, କ୍ରାଇମବ୍ରାଞ୍ଚ ତଦନ୍ତ କୁଆଡ଼େ ଯିବ ଏ ସରଳ ମା ବାପା ଜାଣିପାରିବେ ନାହିଁ। ଓଡ଼ିଆ ବୁଝୁଥିବା ଆଉ ଖବର ଦେଖୁଥିବା ପ୍ରଶାସନ, ମୁଁ ଆଶା କରୁଛି ମା ବାପାଙ୍କ ମୁହଁକୁ ଥରେ ନିହାତି ଚାହିଁବ, ଯେ ଜଣଙ୍କ ପୁଅକୁ ଭିଡ଼ ହତ୍ୟା କରିଛି, ଅସଲରେ ଘଟିଥିଲା କ'ଣ, ଆଉ ଯିଏ ଦୋଷୀ ଦଣ୍ଡ ନ ପାଇଲେ ଓଡ଼ିଶାର ଏଇ ଦୁଇ ନାଗରିକ ଯାହାଙ୍କର